ଏକାଦଶୀରେ ହଉ କି ଫାଷ୍ଟିଂ ଦିନ ବି ହଉ, ସେଇଟା ମାନେ ଆମ ପଟେ ଅନ୍ନ ବେଶୀ ଧାନ ହଉଛି। ସେଥିପାଇଁ ଆମେ ଧାନକୁ ଏଭଏଡ କରିକି ଗହମର ରୁଟି କି ପିଠା ଏମିତି ଯାହାହେଲେ କରିକି ଖାଉଛୁ। କିନ୍ତୁ ସେମାନଙ୍କ ଆଡେ ମନେ କରନ୍ତୁ ୟୁପି ସେପଟେ ସିଆଡେ ଧାନ ବେଶୀ ଖାଉନାହାନ୍ତି, ପିଠା ଖାଉଛନ୍ତି, ତେଣୁ ସେଇଦିନ ସେମାନେ ଅନ୍ନ ଖାଆନ୍ତି ଏକାଦଶୀ ଦିନ। ଆରେ ବାପରେ। ହେଲେ କି ନାଇଁ ତ ଉପାସ ୟୁପିରେ ବି ଦିନ ଅନ୍ନ ଖାଆନ୍ତିନି। ଏମିତି ଖାଆନ୍ତି, ଏକାଦଶୀ ଏଟା ଦିନ କୋଉଠି ବି ଠିକ ଯାଆନ୍ତୁ ଅନ୍ନ କହିବି କୋଉଟା ଖାଆନ୍ତିନି। ଠିକ ହବ? ନା ନା, ଏକାଦଶୀ ଦିନ ସେ ଯାହା କହିଲେ ଉତ୍ତରପ୍ରଦେଶ ନା ୟୁପିରେ ଆପଣ ଏକାଦଶୀ ଯିବେ। ନାଇଁ, ଫାଷ୍ଟିଂ ଦିନ ହଁ, ମାନଙ୍କରେ। ଫାଷ୍ଟିଂ ଦିନ ଯୋଉଠି ବି ଆପଣ ଯାଆନ୍ତୁ, ତା ନିୟମଟା ଆପଣଙ୍କୁ ଶାସ୍ତ୍ର ହିସାବରେ ପାଳନ କରିବେ। ମନ ଇଚ୍ଛା ଯେ ଆପଣ ଥରେ ଏମିତି କହିବେ କି ଧାନ ବେଶୀ ହଉଛି ତ ମୁଁ ଧାନ ଖାଇବିନି, ଗହମ ଖାଇବି। ସେମାନଙ୍କର ଗହମ ବେଶୀ ହଉଛି ତ ସେମାନେ ଗହମ ଖାଇବେନି, ଧାନ ଖାଇବେ। କୋଉଠି ବି ଆପଣ ଯାଆନ୍ତୁ ପ୍ରାମାଣିକ ରୂପରେ, ଏମିତି ନୁହେଁ। ଏକାଦଶୀ ଦିନ ମାନେ ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ। ବୁଝିପାରିଲେ ନା? ଗ୍ରେନ୍ସ ରେ ଆପଣଙ୍କର ରାଇସ୍ ଧାନ ବି ଆସୁଛି, ଗହମ ବି ଆସୁଛି, ବାଜରା ବି ଆସୁଛି, ମାଣ୍ଡିଆ ବି ଆସୁଛି, ଏ ସବୁ ଆସୁଛି। ବୁଝିପାରିଲେ ନା? ଏଇଟା ହଉଛି ତାର ନିୟମ। ଅନ୍ନରେ ଫ୍ରୁଟସ ପାପ ଖାଇଲେ ପୁରୁଷ ଭଲ। ରହନ୍ତି। ବୁଝିପାରିଲେ? ତ ଅନ୍ନକୁ ଆମକୁ ଖାଇବାର ଆଜ୍ଞା। ନାହିଁ। ତ ତା ଜାଗାରେ ହେଲେ ସାବୁଦାନ ଅଛି, ଫ୍ରୁଟସ ଖାଆନ୍ତୁ। କେବଳ ଖାଇକି ରହିଲେ ବି ହବ। ହଁ, ଦେଖନ୍ତୁ, ଲୋକ ଅଛନ୍ତି ନିର୍ଜଳା କରନ୍ତି। ଲୋକ ଅଛନ୍ତି ନିର୍ଜଳା ଯାହାକୁ ଜମେନି ସଜଳା କରନ୍ତି ପାଣି ପିଇକି। ଲୋକ ଅଛନ୍ତି ସଜଳା ଯାହାକୁ ଜମେନି ସଫଳା କରନ୍ତି ଫଳ ଆହାର କରିକି। ସେଇଟା ଯାହାକୁ ଜମେନି ଏକାଦଶୀ ଖାଦ୍ୟ ଯେମିତି ହେଇଗଲା ସାବୁଦାନା, ସିଙ୍ଗଡା, ପାଣି ସିଙ୍ଗଡା ଥାଏ ନା, ତାର ଅଟା ବି ମିଳୁଛି ହଁ। ମାର୍କେଟରେ। ତା ଅଟାରେ ବି ରୁଟି କରିକି ଖାଇପାରିବେ, କଣ ଅସୁବିଧା? ପୁରୀ କରିକି ଖାଇପାରିବେ। ମୁଗ ଖାଇ ହବ କି ନାହିଁ? ନା ମୁଗ ନା, ମୁଗ ବି ହେଇଗଲା ନା ସେ ଶସ୍ୟ ଗ୍ରେନ୍ସ। ହେଇଯାଉଛି। ହଁ, ମୁଗ ହେଇଗଲା, ହରଡ଼ ଡାଲି, ମୁଗ ସବୁ ସେଇ ଗୋଟେ ହେଇଗଲା ନା। ବୁଝିପାରିଲେ ନା? ତ ସାବୁଦାନା, ସିଙ୍ଗଡା ଆଟା, ସାମା ରାଇସ୍, ଆର କଣ ଗୋଟେ ଆପଣ କରିପାରିବେ ଯୋଉଟା ହେଭି ରହିବ ଟିକେ। ତା ସହିତ ଚିନାବାଦାମ, ଆଳୁ ଭଜା ଏସବୁ କରି ଖାଇପାରିବେ। ଫ୍ରୁଟସ୍, ସବୁ ଫ୍ରୁଟସ୍ ଚଳିବ। କ୍ଷୀର, ଦହି, ପନିର ସବୁ ଅଛି, ଚଳିବ। ଘିଅରେ ରାନ୍ଧି ପାରିବେ। ତ ଏହିପରି ଭାବରେ ଏଇଟା ଏକାଦଶୀ ବ୍ରତ କରାଯାଏ।